ରାମ ରାମ ଦେଇଯାଉ। ଏବେକା ସମୟରେ ସମସ୍ତେ କଷ୍ଟ କରୁଛନ୍ତି, 10 ଘଣ୍ଟା 12 ଘଣ୍ଟା ଡ୍ୟୁଟି କରୁଛନ୍ତି, ସମସ୍ତେ କିଛି ନା କିଛି ବଞ୍ଚିବା ପାଇଁ କରୁଛନ୍ତି, ପଇସା ରୋଜଗାର କରୁଛନ୍ତି, ଆଉ ଘରେ ସବୁ କିଛି କରୁଛନ୍ତି, ମାତ୍ର ମନ ଭିତରେ ସନ୍ତୁଷ୍ଟି ନାହିଁ। ଯେତେ ପଇସା ରୋଜଗାର କରୁଛନ୍ତି ସେ ପଇସା ବି ଘରେ ରହୁନାହିଁ। ସମସ୍ତଙ୍କ ଲାଇଫରେ 100% ଲୋକ ପାଖରେ ହିଁ ସେ ମନ ଭିତରେ ସନ୍ତୁଷ୍ଟି ଅଛି, ଆଉ ପଇସା ପତ୍ର ବି ସନ୍ତୁଷ୍ଟି। 95% ଲୋକ ପାଖରେ ହାତରେ ପଇସା ଅଛି, ମନରେ ସନ୍ତୁଷ୍ଟି ନାହିଁ, ଆଉ ପଇସା ନଥିଲା ଲୋକ ବି ସେ ସନ୍ତୁଷ୍ଟି ନାହିଁ। ସମସ୍ତେ କଷ୍ଟ କରୁଛନ୍ତି, କିଛି ନା କିଛି କରୁଛନ୍ତି, ତାଙ୍କ ପାଖରେ କିଛି ରହୁନାହିଁ, କିଛି ନା କିଛି ପ୍ରୋବ୍ଲେମ ଆସି ତାଙ୍କ ମନରେ ତାଙ୍କ ଶରୀରକୁ କଷ୍ଟ ହଉଛି, କିଛି ନା କିଛି ପ୍ରୋବ୍ଲେମ ଆସି ତାଙ୍କ ଘରର ପଇସା କୁପଟରେ ନା କୁପଟରେ ଚାଲିଯାଉ, ଘରେ ପଇସା ବି ରହୁନାହିଁ। ଆମେ ସତ୍ୟରେ ଧର୍ମରେ ଚାଲି 5 ଟଙ୍କା ବି ରୋଜଗାର କରିବୁ ନା, ଆମ ମନ ଭିତରେ ସନ୍ତୁଷ୍ଟି ମିଳିବ, ଆଉ ଆମ ଘରେ 5 ଟଙ୍କା କମାଇଲାଟା ସେଟା ମହାନ ପଇସା ରହିବ, କୁଆଡେ ଯିବ ନାହିଁ। ଏବେ ଆମେ ଅଧର୍ମ କରି ପଇସା କମେଇଥିବୁ, ଲାଖ ଟଙ୍କା କମେଇଥିବୁ, ସେ ପଇସା ଘରେ ରହିବ ନାହିଁ କି ଆମ ମନରେ କେବେ ସନ୍ତୁଷ୍ଟି ରହିବ ନାହିଁ। ସେ ପଇସା କିନ୍ତୁ ଅଧର୍ମ କରି ଲାଖ ଟଙ୍କା କମେଇ ଆଣିଥିବୁ, ସେ ଲାଖ ଟଙ୍କା ପଇସା ଅଧର୍ମ ପଇସା କୁପଟରେ ଚାଲିଯିବ, ଆମେ ଜାଣିହେବ ନାହିଁ, ଆଉ ଆମ ମନରେ କେବେ ସନ୍ତୁଷ୍ଟି ମିଳିବ ନାହିଁ। ଏ ସଂସାର ପ୍ରକୃତି ସେୟା, ଆମେ ଯେମିତି କରୁଛୁ ସେଟା ଆମକୁ ସେଟା ରିଟର୍ନ ମିଳୁଛି। ଆମର ଲୋକ ଏବେ ସମୟରେ ଭାବୁଛନ୍ତି ଆମେ ବହୁତ ପଇସା ଇନକମ କରୁଛୁ, ଆମ ପାଖରେ ପଇସା ରହୁନି, ଆମ ମନରେ ସନ୍ତୁଷ୍ଟି ରହୁନି, ଆମ ଘରେ ସୁଖ ରହୁନି। ଏବେ ଗୋଟେ ଟିଭି ଥିବ କି ମୋବାଇଲ ଥିବ, କିଛି ଇଲେକ୍ଟ୍ରିକ ଚିଜ ଥିବ, ସେ ଇଲେକ୍ଟ୍ରିକ ଚିଜ ବରାବର ଘରେ ନାଚିବାର ଅଛି, ଆଉ ସେଠିରୁ ସବୁ କାଲେକ୍ସନ ବରାବର କାଲେକ୍ସନ ସବୁ ରହିବାର ଅଛି। ସେ କାଲେକ୍ସନ ବରାବର ରହିଲେ ସେ ଟିଭି ହଉ କି ମୋବାଇଲ ହଉ କିଛି କମ୍ପ୍ୟୁଟର ହଉ, ଇଲେକ୍ଟ୍ରିକ ଚିଜ ଗୋଟେ ବଲ୍ବ ବି ପେନ୍ ହଉ ଯୋଉ ଚିଜ ହଉ ସବୁ କିଛି ତାର କାଲେକ୍ସନ ରହିବାର ଅଛି, ସବୁ ୱେଲ ଜଏଣ୍ଟ ସମାନ ରହିବାର ଅଛି, ଆଉ ସବୁ କିଛି ତାଙ୍କର କାରେକ୍ଟ ବରାବର କରେଣ୍ଟ ଆସିବାର ଅଛି। ସେ ଦ୍ୱାରା ସେଟା ଭଲ ଚାଲିବ। ସେଠି ୱେଟ ଗୋଟେ ଖରାପ ହେଇଯାଇଥିବ, ସେଠି କରେଣ୍ଟ ବରାବର ଆସିବ ନାହିଁ, ଟିକେ ଅପ୍ ଡାଉନ ହେବ, ସେ ଲାଇଟ ବରାବର ଲାଇଟ ଲାଗିବ ନାହିଁ, କି ଟିଭି ବି କେବେ ଭଲସେ ଟିଭି ଲାଗିବ ନାହିଁ, ସେ ଟିଭି ଯେମିତି ମିଲିମିଲି କରିବ ନା, ଚାର୍ଜ ହେଲେ ସେ ମୋବାଇଲ ଆସ୍ତେ ଆସ୍ତେ କରି ବନ୍ଦ ହେଇଯିବ, ସୁଇଚ ଅଫ୍ ହେଇଯିବ। ଆମକୁ ମଣିଷକୁ ବି ସେମିତି, ଆମ ମଣିଷ ଭିତରେ ବି ସେ ଶକ୍ତି ଟାଣୁଛି ଭଗବାନର କରେଣ୍ଟ ବୋଲିଆ ଶକ୍ତି। ଆମକୁ ଆମ ଭିତରେ ସବୁ କିଛି ଠିକ ରହିବାର ଅଛି, ଆମର ବ୍ୟବହାର, ଆମର କ୍ୟାରେକ୍ଟର, ଆମ ସଂସ୍କାର, ଆମ ଲାଇଫଷ୍ଟାଇଲ ସବୁ କିଛି ଠିକ ହିସାବରେ ଭଲ ମିଳିବ। ଆମ ମନରେ ବି ସନ୍ତୁଷ୍ଟି ରହିବ, ଚାଲିବୁ ଆମ ଲାଇଫରେ 5 ଟଙ୍କା ପଇସା ଇନକମ କରିବୁ, ଆମ ଘରେ ପଇସା ରହିବ, ବେଇମାନି କଥା ରହିବ ନାହିଁ। ସେମିତି ଆମ ମଣିଷକୁ ବି ଆମକୁ ସବୁ କିଛି ଧର୍ମରେ ସତ୍ୟରେ ଆମ ଭିତରକୁ ଛାଡ଼ିଲେ ଭଗବାନର ଶକ୍ତି ଆମ ଭିତରେ ବି ଖାରେପ ଛାଡ଼ିବ। ଆମକୁ କିଛି ସେ ଟିଭି କରିବ ନାହିଁ, ଆମ ହାତ ଫିଟନେସ ଭଲ ରହିବ, ଆମ ମନରେ ସନ୍ତୁଷ୍ଟି ରହିବ, ଘରେ ପଇସା ରହିବ। 5 ଟଙ୍କା କମାଇଲେ ମା ଲକ୍ଷ୍ମୀ ରହିବ, ଆମେ ଅଧର୍ମ କମାଇଲେ ପଇସା ରହିବ ନାହିଁ। ସେ ସଂସାରରେ ଯେତେ ବି ଚିଜ ଅଛି ତା କିଛି ନା କିଛି କାନେକ୍ସନ ଅଛି ସମସ୍ତଙ୍କର, ସବୁ ଚିଜରେ ସେ କାନେକ୍ସନ ଅଛି ପାଇଁ ସେ ଚିଜ ଚାଲୁଛି। ଆମ ମଣିଷ ଭିତରେ ଭଗବାନର ଶକ୍ତି କାମ କରୁଛି, ଆମ ଭିତରେ ଚାଲୁଛି। ଆମେ ବେଶୀ ଅଧର୍ମ କଲେ ଆମ ଭଗବାନର ଶକ୍ତି ବେଶୀ ଚାଲିବନି, ଟିକେ ଟିକେ କମ 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 ଚାଲି ଆମ ଶରୀରକୁ ଦୁର୍ବଳିଆ କରିବ। ଆମକୁ ଟେନସନ ଡିପ୍ରେସନ ଆସି ଗୋଟେ ଦିନ ଏଇ ସଂସାରଠୁ ଆମ ଶରୀରକୁ ତ୍ୟାଗିବା ପାଇଁ ଇଚ୍ଛା ଲାଗିବ, ଏଠି ରହିବା ପାଇଁ ଇଚ୍ଛା ଲାଗିବନି, ଆମ ପ୍ରାଣ କାଟିବ। ଆମେ ତାକୁ କିଛି ଗୋଟେ ଦୁର୍ଘଟଣା ଘଟିଲା, ବେମାର ହେଲା, ରୋଗ ହେଲା, କି ଆମର ଆକ୍ସିଡେଣ୍ଟ ହେଲା, ଦୁର୍ଘଟଣା ହେଲା, ଆମ ଶରୀରରୁ ଆମର ମୃତ୍ୟୁ ହେବ, ଆମେ ସେମିତି ଭାବୁଥିବ ବାକି ଅଧର୍ମ ଦ୍ଵାରା, ଆମ ପାପ ଦ୍ଵାରା ଆମ ଭିତର ଖାଲି ଭଗବାନ ଗୋଟେ ଗୋଟେ ଚେଞ୍ଜ କରୁଛି। ସେ ଭିତରେ ସେ ଭଗବାନର ଶକ୍ତି ବରାବର ଆସୁନାହିଁ, ଆମକୁ ସେ ଶକ୍ତି ମିଳୁନି ପାଇଁ ଆମେ ଛାଡ଼ିପାରୁ, ଆମ ହେଲ୍ଥ ଭଲ ଲାଗୁନି। ଏ ସଂସାରରେ ସବୁ ଚିଜରେ କିଛି ନା କିଛି ଯୋଡି ହେଇଛି, ସେ ଖାଲି ସେ ରହିବା ପାଇଁ। ଗୋଟେ ମୋବାଇଲ ଅଛି, ସେ ମୋବାଇଲରେ ଲୋକ ଡାଲିଲେ ହିଁ ସେ ମୋବାଇଲ ଇଣ୍ଟରନେଟ ଚାଲିବ। ଗୋଟେ ଟିଭି ଅଛି, ସେଠି କରେଣ୍ଟ ଗଲେ ଆସେ ଟିଭି ଚାଲିବ। ଗୋଟେ ବାଇକ ଅଛି, ସେ ବାଇକରେ ପେଟ୍ରୋଲ ଡାଲିଲେ ଚାଲିବ। ଏ ସଂସାରରେ ଏମିତି ସବୁ ଚିଜରେ କିଛି ନା କିଛି ସେଠି ଜଏଣ୍ଟ ଅଛି, ସେଟା ଜଏଣ୍ଟରେ ହିଁ ସେଟା ଚାଲିବ। ଆମ ଭିତରେ ବି ଜଏଣ୍ଟ ଅଛି ଭଗବାନର ଶକ୍ତି, ସେଟା ଜଏଣ୍ଟ କରିବା ପାଇଁ ଆମକୁ ଠିକ ରାସ୍ତାରେ ଚାଲିବାର ଅଛି। ଦେଖିବାରେ ଦେଖିବା, ନ ଦେଖିବାରେ ନ ଦେଖିବାର, ନ ଖାଇବାରେ ନ ଖାଇବାର, ଆମେ ଅଧର୍ମ ରାସ୍ତାରେ ଯିବା ନାହିଁ, ସତ୍ୟରେ ଧର୍ମରେ ଚାଲିବା। ଆଉ ସବୁବେଳେ ଆମେ ଭଗବାନର ଚିନ୍ତନ କରିବା, ଭଗବାନଙ୍କୁ ବିଶ୍ୱାସ କରିବା, ଆଉ ସବୁବେଳେ ତା ଭକ୍ତି କରିବା, ସବୁବେଳେ ଆମେ ତାଙ୍କୁ ରାସ୍ତା ଦେଖା, ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା। ସେଇ ରାସ୍ତା ଦେଖେ ଆମ ଭିତରେ ମନରେ ସନ୍ତୁଷ୍ଟି ଆସିବ। 5 ଟଙ୍କା ପଇସା କମାଇଲେ ବି ଆମ ଘରେ ପଇସା ରହିବ, ଆମ ମନରେ ସନ୍ତୁଷ୍ଟି ରହିବ। କିନ୍ତୁ ଏଇ ସଂସାରରେ କଳି ଯୁଗରେ তুমি সারা জীবন
ଯେତେ ଧନ ସମ୍ପତ୍ତି କମାଇଲେ ତମ ପାଖରେ ସନ୍ତୁଷ୍ଟି ରହିବ ନାହିଁ, ତମ ମନରେ କିଛି ସନ୍ତୁଷ୍ଟି ରହିବ ନାହିଁ, ଆଉ ପଇସା ଥିଲେ ସେ ପଇସା ବି ରହିବ ନାହିଁ, ଆଉ ପଇସା ଥିଲେ ହିଁ ତମ ପ୍ରୋବ୍ଲେମ କୋଉଠି ନା କୋଉଠି ସେ ପଇସା ଯିବାଟା ଯିବ। ନିଜକୁ ଚେଞ୍ଜ କରିବା ପାଇଁ କୋସିସ କର, ତେବେ ହିଁ ତମ ମନରେ ସନ୍ତୁଷ୍ଟି ଆସିବ, ତମ ଘରରେ ସୁଖ ଶାନ୍ତି ମିଳିବ। ସମସ୍ତେ ଯିଏ ବି ହଉ, ଛୋଟ ଲୋକ କି ବଡ ଲୋକ, ଏବେକା ସମୟ କଳିଯୁଗରେ ଏତେ ଅଧର୍ମ ବଢିଗଲାଣି, ଲୋକ ଏଇ ଅଧର୍ମ ପାଇଁ ହିଁ ଲୋକକୁ ସୁଖ ଶାନ୍ତି ରହୁନି। ସେ ସୁଖ ତାଙ୍କୁ ନିଜେ ସେ ଖରାପ କରୁଛନ୍ତି, ଆଉ ନିଜେ ସେ ଦଣ୍ଡ ପାଉଛନ୍ତି। ନିଜେ ସତ୍ୟରେ ଧର୍ମରେ ଚାଲିଥିଲେ ନିଜକୁ ସୁଖ ଶାନ୍ତି ମିଳିଥାନ୍ତା, ସେ ଭାବୁନାହାନ୍ତି। ନିଜକୁ ମିଳିବା ପାଇଁ କୋସିସ କର। ସମସ୍ତଙ୍କୁ ନମସ୍କାର, ସୀତାରାମ, ରାଧେ ରାଧେ।